महादेवଙ୍କର ଯେତେବେଳେ ମା ପାର୍ବତୀଙ୍କ ସାଙ୍ଗରେ ବାହାଘର ହେଇଥିଲା, ମହାଦେବ ମା ପାର୍ବତୀଙ୍କୁ ଥରେ ମାତ୍ର ଦେଖିଥିଲେ। ତାପରେ ମହାଦେବଙ୍କ ସାଙ୍ଗରେ ମା ପାର୍ବତୀଙ୍କର ବାହାଘର ହେଲା। ମହାଦେବ ବାହାଘରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥରେ ବି ଆଖି ଖୋଲି ନାହାନ୍ତି। ବହୁତ କଷ୍ଟରେ ପ୍ରଭୁ ନାରାୟଣ ତାଙ୍କର ବାହାଘର କରାଇଛନ୍ତି। ବାହାଘର ଶେଷ ସମୟରେ ନାରାୟଣ ପଚାରୁଛନ୍ତି, ପ୍ରଭୁ ଆପଣ ଏଥର ଆଖି ଖୋଲନ୍ତୁ, ମାଙ୍କୁ ଥରେ ହେଲେ ଦେଖିଥାନ୍ତୁ। କାହିଁ କ'ଣ ହେଲା କି? ଏବେ ଯଦି ମାଙ୍କୁ ଆପଣ ନ ଦେଖୁଛନ୍ତି, ବାହାଘର ପରେ ମାଙ୍କୁ ଆପଣ ଚିହ୍ନି ପାରିବେ ତ? ନାରାୟଣ କହୁଛନ୍ତି। ମହାଦେବ କହୁଛନ୍ତି, ମୋର ପୁରା 3ଟା ଆଖି ଅଛି, ତୁମେ ଜାଣିନ କି? ବାହାଘର ପରେ ମୋତେ ଏମିତି କ'ଣ କରିବାକୁ ପଡ଼ିବ କି? ମୋ ଆଖି ଖୋଲା ରଖିବି? ଏମିତି ବି ବାହାଘର ପରେ ସବୁ ଆଖି ଖୋଲିଯାଏ। 3ଟା କ'ଣ 6ଟା ଆଖି ଥିଲେ ବି ସିଏ ଖୋଲିଯିବ। ନାରାୟଣ କହୁଛନ୍ତି, ଆପଣ ସେମିତି କ'ଣ କହୁଛନ୍ତି? ମା ପାର୍ବତୀ ଏତେ ବର୍ଷ ତପସ୍ୟା କଲେ, ଆପଣଙ୍କୁ ବିବାହ କଲେ, ଆପଣ ମଧ୍ୟ କଥା ଦେଇଥିଲେ, ତଥାସ୍ତୁ କହିଥିଲେ, ଛୁଆ ପିଲା ହେବ, ଘର ସଂସାର ହେବ, ଆମ ସମସ୍ତଙ୍କୁ ଭଲ ଲାଗିବ ନା? ହଁ ହଁ, ନିହାତି। ତୁମେ ବହୁତ ଭଲ କାମ କରିଛ। ଯୋଗୀ ସନ୍ନ୍ୟାସୀକୁ ନେଇ ଜବରଦସ୍ତି ବାହାଘର କରେଇଛ। ଛୁଆ ପିଲା କରେଇବନି ତ ଆଉ କ'ଣ? ପିଲା ଛୁଆ ନ କରିକି କ'ଣ ଛାଡ଼ିବ? ପ୍ରଭୁ ନାରାୟଣଙ୍କୁ କହୁଛନ୍ତି, ଆପଣ ବହୁତ ମହାନ, ଆପଣ ବହୁତ ବୁଦ୍ଧିମାନ। ମୋର ଘର ଦ୍ୱାର କିଛି ନାହିଁ, ମୁଁ ଶ୍ମଶାନରେ ବୁଲୁଛି, ମୁଁ ଭୂତ କୋଠିରେ ରହୁଛି। ଦେବୀ ପାର୍ବତୀକୁ ନେଇ ତୁମେ ଏବେ କୁଆଡ଼େ ଯାଉଛ? ତାଙ୍କର ଘର ଦ୍ୱାର କାହିଁ? ସେ ରହିବେ କେଉଁଠି? ଯିବେ ନା ସେ ଭୂତ କୋଠିକୁ? ଦେବୀ ପାର୍ବତୀ ଏବେ ମୋ ସାଙ୍ଗରେ ଭୂତ କୋଠିକି ଯାଉଛନ୍ତି ବୋଲି ଜାଣିଛ ନା? ତୁମେ ଭାବିପାରୁଛ ଦେବୀ ପାର୍ବତୀ ଭୂତଙ୍କ ସାଙ୍ଗରେ ରହିବେ ବୋଲି? ଆମର ଘର ସଂସାର ଆଗକୁ ବଢ଼ିବ ବୋଲି ତୁମେ ଭାବୁଛ? ବାହାଘର ସରିଯାଇଛି, ତୁମେ ଏବେ ତୁମ ବାଟରେ ଯାଅ। 4th ନାଇଟ୍, 5th ନାଇଟ୍, 6th ନାଇଟ୍ ପ୍ରଭୁଙ୍କର ଦେଖା ନାହିଁ। ମା ପାର୍ବତୀ ଚୁପଚାପ ଭୂତ କୋଠିରେ ବସିଛନ୍ତି। ଭଗବାନ ଶଙ୍କରଙ୍କର ଯେତେବେଳେ ଧ୍ୟାନ ଭାଙ୍ଗିଲା, ଦୌଡ଼ିକିନା ଆସିଲେ। ପ୍ରଭୁଙ୍କର ଚିନ୍ତା ହୋଇଗଲା, ଆରେ ମୋର ତ ବାହାଘର ହେଇଥିଲା, ଏତେ ଦିନ ହେଇଗଲାଣି ମୁଁ ଯାଇନି, ଏତେ ଦିନ ହେଇଗଲାଣି ପାର୍ବତୀଙ୍କୁ ମୁଁ ଦେଖିନି। ଗୁମ୍ଫା ଆଗରେ 2ଟା ଭୂତ ଠିଆ ହେଇଛନ୍ତି। ମହାଦେବ ପଚାରୁଛନ୍ତି, ପ୍ରଭୁ ମହାଦେବ ପଚାରୁଛନ୍ତି, ମା ଅଛନ୍ତି ନା ପଳେଇଲେ? ମା କିଛି ଖାଇଛନ୍ତି ନା ନାହିଁ? ମହାଦେବ ଯାଇକିନା ସିଧା ମାଙ୍କ ଆଗରେ ଠିଆ ହେଇଗଲେ। ମାଙ୍କୁ ପଚାରୁଛନ୍ତି, ପ୍ରଭୁ ତୁମେ ପାର୍ବତୀ ତ? ମା ମହାଦେବଙ୍କୁ ଆଁ କରିକି ଅନେଇଛନ୍ତି। ମା କହୁଛନ୍ତି ମହାଦେବଙ୍କୁ, ତମେ କିଏ? ତମକୁ ଏ ଭିତରକୁ କିଏ ପ୍ରବେଶ କରେଇଲା? ମୁଁ କ'ଣ ତୁମକୁ ବାହାଇଛି? ହ୍ୟାଲୋ, ଦେଖିଲ, ତମ ନିଜକୁ ଦେଖିଲ? ତମେ ଚିହ୍ନିନ ଜାଣିନ ଏ ଭିତରକୁ କ'ଣ ପଳେଇ ଆସିଛ? ବେକରେ କ'ଣ ଏତେ ସ୍ତ୍ରୀ ଲୋକଙ୍କର ମୁଣ୍ଡ ଝୁଲୁଛି? ସାପ କ'ଣ ଏତେ ଗୁଡ଼ା ଗୁଡ଼େଇ ପକେଇଛ? ମୋଟା ମୋଟା ସାପ ଗୁଡ଼ା ତମ ବେକରେ ଝୁଲୁଛି, ଆଉ ଏଡ଼େ ବଡ଼ ବଡ଼ ଜିଭ। ମହାଦେବ ପୁଣି ଓଲଟା ଭୂତଙ୍କ ପାଖକୁ ଆସିକି ପଚାରନ୍ତି, ଇଏ ମା ପାର୍ବତୀ ତ? ତମେ ପୁରା ଜାଣିଛ ତ ଏଙ୍କ ସାଙ୍ଗରେ ମୋର ବାହାଘର ହେଇଛି ତ? ହଁ ପ୍ରଭୁ, ତାଙ୍କରି ସାଙ୍ଗରେ ହିଁ ଆପଣଙ୍କର ବାହାଘର ହେଇଛି। ଆପଣ ତାଙ୍କୁ ଦେଖିନାହାନ୍ତି, ସିଏ ବି ଆପଣଙ୍କୁ ଦେଖିନାହାନ୍ତି। ଆପଣ ମା ପାର୍ବତୀଙ୍କୁ ଜମା ଦେଖିନାହାନ୍ତି। ବାହାଘର ସମୟରେ ମା ପାର୍ବତୀ ଯାହାକୁ ଦେଖିଥିଲେ, ଆପଣ ସେ ନୁହନ୍ତି। ତାହେଲେ ତୁମେ କହୁଛ ମୁଁ 2ଟା ଲୋକ? ମହାଦେବ ଶଙ୍କର ମାଙ୍କ ପାଖକୁ ଯାଇ କୁହନ୍ତି, ନାଇଁ ନାଇଁ, ମୋତେ ପ୍ରମାଣ ମିଳିଗଲା, ମୋର ତୁମ ସାଙ୍ଗରେ ହିଁ ବାହାଘର ହେଇଛି। ଏଠି ତ ଗୋଟେ ବି ଲୋକ ମୁଁ କାହାକୁ ଦେଖୁନାହିଁ। ତମକୁ କିଏ ପ୍ରମାଣ ଦେଲା ଆମର ବାହାଘର ହେଇଛି ବୋଲି? ମୁଁ ତ ଏଠି ତୁମ ଘର କେଉଁଠି ଦେଖିପାରୁନି। ଏଇଟା ତ ମୋତେ ଲାଗୁଛି ଗୋଟେ ଭୂତ କୋଠି। ମୁଣ୍ଡ, କଙ୍କାଳ, ହାଡ଼, ପୁଣ୍ଟି ଚାରିଆଡ଼େ ପଡ଼ିଛି। ମୁଁ ହିମାଳୟ କନ୍ୟା ପାର୍ବତୀ, ମୋତେ ଏଇଠି ଆଣିକି ରଖିଛ। ନାଇଁ, ବାହାରେ ସବୁ ଅଛନ୍ତି ନା, ତୁମକୁ ଜଗିଥିଲେ ଏତେ ଦିନ, ତୁମର କ'ଣ କିଛି ଅସୁବିଧା ହେଲା? ଆସ ଦେଖିବ, ଆସ। ତୁମକୁ ସବୁ ଜଗିଥିଲେ ନା, ବାହାରେ ସେମାନେ ଅଛନ୍ତି, ଆସ ଦେଖିବ, ଆସ। ମା ପାର୍ବତୀ ଆସିକିନା ଯେତେବେଳେ ବାହାରେ ଦେଖନ୍ତି, ଛୋଟା କୁଚା କମ୍ପା କିଣା, ଭୂତ ଉପରେ ଭୂତ, ଭୂତ ଉପରେ ଭୂତ, ଭୂତ ଉପରେ ଭୂତ। କିଏ କାହା ଉପରେ ହାମ୍ବୁଡ଼େଇଛି, କିଏ କାହା ଉପରେ ହାମ୍ବୁଡ଼େଇଛି, କିଏ କାହା ଉପରେ ଶୋଇଛି, କିଏ କାହା ଉପରେ ଡେଉଁଛି। କାହାର ଗୋଡ଼ ନାହିଁ, କାହାର ମୁଣ୍ଡ ନାହିଁ, କାହାର ବେକ ନାହିଁ, କାହାର ଆଖି ନାହିଁ, କାହାର କାନ ନାହିଁ। ମହାଦେବ କହୁଛନ୍ତି ମାଙ୍କୁ, ବିଲକୁଲ ଡରନି। ତାହେଲେ ତୁମେ କିଏ? ମୁଁ ଏମାନଙ୍କ ଲିଡର ଭୂତନାଥ। ଓ ମାଇ ଗଡ୍। ମା ଭାବୁଛନ୍ତି, ମୁଁ ଏବେ ଯିବି କୁଆଡ଼େ, ଏଠୁ ବାହାରିବି କେମିତି? ମହାଦେବ କୁହନ୍ତି, ମୋର ତ ଏଇମାନେ ପରିବାର, ଏମାନେ ସମସ୍ତେ ଆମ ବାହାଘରରେ ଥିଲେ। ଆମ 2 ଜଣଙ୍କୁ ଏମାନେ ପୁରା ପସନ୍ଦ କରନ୍ତି। ମୁଁ ତମ ସାଙ୍ଗରେ ବିଲକୁଲ ରହିବାକୁ ଚାହେଁନି,
तुम भीतर को आस, मोर तुम सागर किसी कथा अच्छी। तुम बेकर एत स्त्री लोक मुंड केमती झुलुची, तार कौन रहस्य? गोटे नुह जोड़े नुह, पूरा 18टा मुंड। एते सारा स्त्री लोकंकर मुंड तुम्हें कौटु पाइल? महादेव कहते श्मशान रू पाइले आ कौटु पाइबे? मरिबा स्त्री लोकर मुंड बेकर आनी कहीं पिंधिच, से पुणी एते गुड़े स्त्री लोकंकर मुंड? निहाती तुमर सेमानक सहित कौनसी ना कौनसी संपर्क थिला। तुम्हें सेमान को भल पाउथिला ना? हाँ भल पाउथिले। महादेव कहते किंतु से बहुत जन स्त्री लोक नुहंती। ये जो एते सारा मुंड मो बेकर ओहली से जड़े स्त्री लोकर मुंड, से स्त्री लोक हो तुम्हें। मत जहाँ लगुच आजिकल भितर यही मुंडटा भी तुम बेकर झुलुथो। मत गोटे कथा कह, मु जेते थर मरीची सेते थर मोर मुंड नहीं तुम बेकर ओहलीच, राइट? ता माने मते तुम सबु थर बाहाइच, ता माने सबु जन्म तुम्हें मो सांगरे अछ? हाँ तुम सांगरे अच्छी, सबु जन्म मु तुमको बाहाइची। अच्छा तुम्हें जमा मरीन, तुम्हें सब बेले अमर अछ? हाँ मु सब बेले अमर अच्छी। तुम्हें एथर भी मत बाहल, हाँ कि नहीं? ओहल बुलव, एथर भी तुम्हें मो पोड़ा मुंड ओहल बुलव। महादेव कहते ना आउ तुम्हें मरबनी। अच्छा गोटे कथा कह, तुम्हें कहीं मरीन? कहीं मोर जन्म ना, तेणु मोर मृत्यु ना। अच्छा अमर कथार कहानी जानी ना, एबे तुम्हें आउ जमा मरबनी। केमिति? तुम्हें भी अमर कहानी कथा जानीज। तुम्हें सबु जन्म मो सांगरे कहीं अच्छ? कहीं मु तुमको सबुठ बेसी भल पाए। तुम्हें सब बेले मो सांगरे था। देखुन प्रमाण देख तुम आगे, तुमर मृत्यु पर भी तुमर मुंड खोपुरी मो बेकर झुले बुलुची। महादेव शंकर सबु रूपरे माँ पार्वती को दर्शन दियंती, कैलाश अभिमुखे यात्रा करती। श्रावण सोमवार रे माँ पार्वती आशीर्वाद समस्त उपरे थाउ, सबु माँ मान उपरे थाउ, सबु माँ मान महादेव शंकर परि स्वामी मेलु। जय माँ पार्वती, जय शिव शंभु।